କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ପଞ୍ଚାୟତି ରାଜ ବିଷୟରେ ଜାଣିବା। ଗ୍ରାମୀଣ ଭାରତରେ ପଞ୍ଚାୟତି ରାଜ ହେଉଛି ସ୍ଥାନୀୟ ସ୍ୱରାଜ୍ୟ ବ୍ୟବସ୍ଥା। ଏହା କ୍ଷମତା ବିକେନ୍ଦ୍ରୀକରଣ ଏବଂ ତୃଣମୂଳ ସ୍ତରର ଗଣତନ୍ତ୍ର ସୁନିଶ୍ଚିତ କରିବା ପାଇଁ ପ୍ରଚଳନ କରାଯାଇଥିଲା। ଏହି ବ୍ୟବସ୍ଥା 1992 ମସିହାରେ 73ତମ ସମ୍ବିଧାନ ସଂଶୋଧନ ଆଇନ ମାଧ୍ୟମରେ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଏହା 3ଟି ସ୍ତର ନେଇ ଗଠିତ: ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ। ଗ୍ରାମସଭା ହେଉଛି ପଞ୍ଚାୟତି ରାଜ ବ୍ୟବସ୍ଥାର ମୂଳଦୁଆ, ଯେଉଁଠାରେ ଗ୍ରାମବାସୀ ନିଷ୍ପତ୍ତି ଗ୍ରହଣରେ ଅଂଶଗ୍ରହଣ କରନ୍ତି। ପଞ୍ଚାୟତର ସଦସ୍ୟମାନେ ସ୍ଥାନୀୟ ନିର୍ବାଚନ ମାଧ୍ୟମରେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ସରପଞ୍ଚ ହେଉଛନ୍ତି ଗ୍ରାମ ପଞ୍ଚାୟତର ମୁଖ୍ୟ ଏବଂ ସ୍ଥାନୀୟ ଶାସନ ପାଇଁ ଦାୟୀ। ଏହି ବ୍ୟବସ୍ଥା ଗ୍ରାମ ସ୍ତରରେ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରେ। ପଞ୍ଚାୟତ ଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଏବଂ ଗ୍ରାମୀଣ ବିକାଶ ଭଳି କ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତି। ଉନ୍ନୟନମୂଳକ କାର୍ଯ୍ୟକଳାପ କରିବା ପାଇଁ ସେମାନେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ଉତ୍ସରୁ ପାଣ୍ଠି ପାଆନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକରେ ମହିଳା, ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ପାଇଁ ବିଶେଷ ବ୍ୟବସ୍ଥା ରହିଛି। ଏହା ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନର ପରିଚାଳନା ତଦାରଖ କରନ୍ତି। ପଞ୍ଚାୟତ ଗୁଡ଼ିକ ସ୍ଥାନୀୟ ବିବାଦ ସମାଧାନ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସାହାଯ୍ୟ କରନ୍ତି। ଏହି ବ୍ୟବସ୍ଥା ସ୍ୱାବଲମ୍ବନଶୀଳତା ଏବଂ ଶାସନରେ ଗ୍ରାମବାସୀଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରେ। ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜର କଳ୍ପନା କରିଥିଲେ, ଯାହା ପଞ୍ଚାୟତି ରାଜର ଧାରଣାକୁ ପ୍ରେରଣା ଦେଇଥିଲା। 1959 ମସିହାରେ ରାଜସ୍ଥାନ ପ୍ରଥମ ରାଜ୍ୟ ଥିଲା ଯେଉଁଠାରେ ପଞ୍ଚାୟତି ରାଜ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। କେରଳ ସ୍ଥାନୀୟ ଶାସନର ଉଚ୍ଚ ଅଂଶଗ୍ରହଣ ସହିତ ଏକ ଦୃଢ଼ ପଞ୍ଚାୟତି ରାଜ ବ୍ୟବସ୍ଥା ପାଇଁ ଜଣାଶୁଣା। ଚ୍ୟାଲେଞ୍ଜ ଗୁଡ଼ିକ ମଧ୍ୟରେ ପାଣ୍ଠିର ଅଭାବ, ଦୁର୍ନୀତି ଏବଂ ପଞ୍ଚାୟତ ପ୍ରଶାସନରେ ରାଜନୈତିକ ହସ୍ତକ୍ଷେପ ଅନ୍ତର୍ଭୁକ୍ତ। ଚ୍ୟାଲେଞ୍ଜ ସତ୍ତ୍ୱେ ପଞ୍ଚାୟତି ରାଜ ଭାରତରେ ଗ୍ରାମୀଣ ବିକାଶ ଏବଂ ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇ ରହିଛି। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡିଓ କୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।